ଜୁଲାଇ ମାସରେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଦେଖିଲେ ଜଣାଯାଏ, ଏ ମାସରେ ମେଷ ରାଶି ଜାତ ବ୍ୟକ୍ତି ଶକ୍ତି, ସାହସ, ସଫଳତା ତଥା ଆର୍ଥିକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। କିନ୍ତୁ ତିନି ଗୋଟି ଛୋଟ ଛୋଟ ଭୁଲ ଯଥା ଅତି ଆତ୍ମବିଶ୍ୱାସ, ଅନିୟନ୍ତ୍ରିତ ଖର୍ଚ୍ଚ ଓ ଅବହେଳା କାରଣରୁ ବହୁତ ଗୁଡ଼ିଏ ହେବାକୁ ଥିବା କାର୍ଯ୍ୟ ଅଟକି ଯାଇପାରେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଜୁଲାଇ ମାସରେ ମେଷ ରାଶି ଜାତ ବ୍ୟକ୍ତିଙ୍କର କ୍ୟାରିୟର ସମ୍ପର୍କରେ ଚିନ୍ତା କଲେ ଜଣାଯାଏ, ଏ ମାସରେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତି ମଜବୁତ ରହିବ। ପ୍ରମୋସନ୍ ସହିତ ପଦ ଓ ପ୍ରତିଷ୍ଠାରେ ମର୍ଯ୍ୟାଦା ଲାଭ କରିବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଠିକ୍ଠାକ୍ ରହିବ। ବ୍ୟବସାୟ କରୁଥିଲେ ବେପାର କ୍ଷେତ୍ରରୁ ଆଶା ମୁତାବକ ଲାଭ ପାଇପାରିବେ। ବଡ଼ ଧରଣର ବ୍ୟବସାୟିକ ଚୁକ୍ତିନାମା କରିବାର ସମ୍ଭାବନା ରହିଅଛି, ଯାହାକି ଭବିଷ୍ୟତରେ ବ୍ୟବସାୟିକ ସଫଳତା ପ୍ରଦାନ କରିବ। ଆର୍ଥିକ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ଏ ମାସରେ ଆୟର ନୂତନ ପନ୍ଥା ଖୋଲିଯିବ, ଯାହାଦ୍ୱାରା ଧନ ଭାବରେ ବିଶେଷ ବୃଦ୍ଧି ଘଟିବ। ସମ୍ପତ୍ତି ଓ ଯାନବାହନ କିଣିବାର ଯୋଗ ଦେଖାଯାଏ। ଧନ ବା ଅର୍ଥର ଆଗମନ ସହିତ ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ବଢ଼ିଯିବାର ସମ୍ଭାବନା ରହିଥିବାରୁ ଜୁଲାଇ ମାସରେ ଦେଖି ଚାହିଁ ଅର୍ଥ ବା ଧନ ଖର୍ଚ୍ଚ କରିବା ଦରକାର। ପାରିବାରିକ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ, ଜୁଲାଇ ମାସଟି ମେଷ ରାଶି ପାଇଁ ସାମାନ୍ୟ ଭାବରେ ଭଲ ଫଳ ପ୍ରଦାନ କରିବ। ପାରିବାରିକ ବିବାଦ ରହିଥିଲେ ତାହାର ଆପୋଷ ସମାଧାନ ହୋଇଯିବ। ପରିବାରର ସଦସ୍ୟମାନେ ପାରସ୍ପରିକ ସହଯୋଗ ଭିତରେ ସମୟ କାଟିବେ। ବୈବାହିକ ଜୀବନ ସୁଖମୟ ରହିବ। ଦମ୍ପତି ହସଖୁସି ଭିତରେ ସମୟ ବିତାଇବେ। ଲଭ୍ ଲାଇଫ୍ ଅଥବା ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ମାସର ପ୍ରଥମାର୍ଦ୍ଧଟି ଅତି ଉତ୍ତମ ଫଳ ପ୍ରଦାନ କରିବ ଏବଂ ପ୍ରେମ ସମ୍ପର୍କରେ ରହିନଥିବା ପୁଅ ଓ ଝିଅ ମଧ୍ୟ ଏହି ମାସରେ ପ୍ରେମରେ ପଡ଼ିଯିବାର ସମସ୍ତ ସମ୍ଭାବନା ଦେଖାଯାଏ। ମାସର ଦ୍ୱିତୀୟାର୍ଦ୍ଧରେ ସମୟ ଅନୁକୂଳ ରହୁନଥିବାରୁ ଏ କ୍ଷେତ୍ରରେ ହାତେ ମାପି ଚାଖଣ୍ଡେ ଚାଲିବା ଦରକାର। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ, ମେଷ ରାଶିର ଦ୍ୱାଦଶ ଭାବରେ ଅବସ୍ଥିତ ଶନି ମେଷ ରାଶି ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଅଛି। ମାନସିକ ଦୁଶ୍ଚିନ୍ତା ଦେଖାଯିବ। ମନ ମଧ୍ୟରେ ଅହେତୁକ କ୍ରୋଧ ଉପୁଜିବ। ସର୍ବଦା ଅଳସୁଆପଣ ଲାଗି ରହିବ। ନିଜକୁ ଏକୁଟିଆ ମନେ କରିବେ। ଯାତ୍ରା ସମୟରେ ଦୁର୍ଘଟଣାର ଭୟ ରହୁଅଛି। ଏ ତ ଗଲା ମେଷ ରାଶି ପାଇଁ ଜୁଲାଇ ମାସର ମାସିକ ରାଶି ଫଳ। ଜୁଲାଇ ମାସରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମେଷ ରାଶି ଜାତ ବ୍ୟକ୍ତି ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବହୁତ ଗୁଡ଼ିଏ ସମସ୍ୟା ଦୂରୀଭୂତ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ରଥଯାତ୍ରା ସମୟରେ ରଥ ଉପରେ ଦର୍ଶନ କଲେ ମେଷ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଓ କମେଣ୍ଟ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।